ଜାମ୍ମୁ କାଶ୍ମୀରର ପହଲଗାଁରେ 2025 ଅପ୍ରେଲ 22 ତାରିଖ ଦିନ ଆତଙ୍କବାଦୀ ଆକ୍ରମଣରେ 27 ଜଣ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିଥିଲା। ଏହି ଆତଙ୍କବାଦୀମାନେ ସ୍ତ୍ରୀ ଆଗରେ ସ୍ୱାମୀକୁ ହତ୍ୟା କରି ସେମାନଙ୍କ ମଥାରୁ ସିନ୍ଦୁର ଲିଭାଇ ଦେଇଥିଲେ। ପହଲଗାଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ତାହାର ଅପରେସନ ସିନ୍ଦୁର ଅଭିଯାନ ଆରମ୍ଭ କରିଥିଲା ମେ 7 ତାରିଖ ବୁଧବାର ଦିନ ବିଳମ୍ବିତ ରାତିରେ। ମାତ୍ର କେଇ ମିନିଟ୍ ଭିତରେ ଭାରତର ଲଢୁଆ ବିମାନଗୁଡ଼ିକ ପାକିସ୍ତାନ ଭିତରେ ପଶି କ୍ଷେପଣାସ୍ତ୍ର ମାଡ଼ କରି ବଡ଼ ବଡ଼ ସହର ସହିତ ରାଉଲପିଣ୍ଡିର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦେଇଥିଲେ। ଏହା ସହିତ ଆତଙ୍କବାଦୀ ସଂଗଠନର 9ଟି ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରି ସେଗୁଡ଼ିକୁ ଧ୍ୱଂସ କରି ମାଟିରେ ମିଶାଇ ଦେଇଥିଲେ। ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ପାକିସ୍ତାନ କିଛି ବୁଝିବା ପୂର୍ବରୁ ଆମ ଦେଶର ଲଢୁଆ ବିମାନଗୁଡ଼ିକ ନିରାପଦରେ ନିଜ ସ୍ଥାନକୁ ଫେରି ଆସିଥିଲା। ଏହି ଅପରେସନ ସିନ୍ଦୁର ବିଜୟ ଖୁସିରେ ମେ 7 ତାରିଖ ଦିନ ପୁରୁଣା ଭୁବନେଶ୍ୱର ବଶିଷ୍ଠ ନଗର ବାସିନ୍ଦା ପ୍ରଶାନ୍ତ କାନୁନଙ୍କ ପରିବାରରେ କନ୍ୟା ସନ୍ତାନଟିଏ ଜନ୍ମଗ୍ରହଣ କରିଥିବା ବେଳେ ତାର ନାମ ସିନ୍ଦୁର ରଖିଛନ୍ତି। ଏହି ନାଁ ପାଇଁ ପରିବାରଠୁ ଆରମ୍ଭ କରି ସାହି ପଡ଼ିଶା ଲୋକେ ଖୁସି ବ୍ୟକ୍ତ କରିଛନ୍ତି।